ରାଉଚର ଦେବଯାନୀ ବିଶେଷ ମାନଙ୍କୁ ଭୂତ କହନ୍ତି। ସବୁ ଦେଶରେ ସବୁ କାଳରେ ସବୁ ଜାତିରେ ଭୂତମାନଙ୍କ ସମ୍ବନ୍ଧରେ ନାନା କଳ୍ପନା ବିଶ୍ୱାସ ରହିଛି। ଯେଉଁ ଜୀବମାନଙ୍କର ଆତ୍ମାମାନ ମୋକ୍ଷଗତ ନ ପାଇ ସ୍ୱର୍ଗକୁ ଯାଇ ନପାରେ, ସେହି ଆତ୍ମା ଭୂତ ବା ପ୍ରେତ ରୂପେ ନାନା ସ୍ଥୂଳ ସୂକ୍ଷ୍ମ ରୂପ ଧାରଣ କରି ପୃଥିବୀରେ ବିଚରଣ କରନ୍ତି। ଏମାନେ ରାତିରେ ବାହାରନ୍ତି ଓ ଶ୍ମଶାନ, ନିର୍ଜନ ସ୍ଥାନ ଏବଂ ମହା ଅରଣ୍ୟରେ ରହି ଇଚ୍ଛାନୁସାରେ ବିଭିନ୍ନ ରୂପ ଧରିପାରନ୍ତି। ଏମାନେ ସମୟ ସମୟ ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି। ବାଳକ, ବାଳିକା, ଯୁବକ, ଯୁବତୀ ଓ ସ୍ୱାମୀଙ୍କ ଦେହରେ ପ୍ରବେଶ କରନ୍ତି। ଏମାନେ କୌଣସି କୌଣସି ଗୃହରୁ ଅଧିକାର କରି ସେଠାରେ ନାନା ଅଲୌକିକ ଘଟଣା ମଧ୍ୟ ଘଟାନ୍ତି। ମୃତ ବ୍ୟକ୍ତିଙ୍କ ଆତ୍ମା ଭୂତ ହେବା କଥା ବର୍ତ୍ତମାନ ପାଶ୍ଚାତ୍ୟ ପଣ୍ଡିତମାନେ ମଧ୍ୟ ସ୍ୱୀକାର କରୁଛନ୍ତି। ଭୂତମାନଙ୍କୁ ନିମନ୍ତ୍ରଣ କରି ଲୋକମାନଙ୍କର କ୍ରିୟାକଳାପ ଦେଖାଉଛନ୍ତି। ଶିବଙ୍କ ଅନୁଚର ବା ଗଣ ସମୂହକୁ ମଧ୍ୟ ଭୂତ ବୋଲି କୁହାଯାଏ। ଏହିପରି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ।